ଆଜି ଅର୍ଥାତ୍ ନଭେମ୍ବର 1 ତାରିଖ ଶନିବାର ଆଜିକାର ପାଣିପାଗ ଅପଡେଟ୍ ଆସିଯାଇଛି। ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜାଇବ ବର୍ଷା। ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ କିମ୍ବା ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏନେଇ ଆକଳନ କରିଛନ୍ତି ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକ୍ଲସ୍। ରବିବାରଠାରୁ ରାଜ୍ୟରେ ପଡ଼ିବ ପହିଲି ଶୀତ। ବାତ୍ୟା ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ନଭେମ୍ବର 2 ତାରିଖ ଆଡ଼କୁ ସାରା ରାଜ୍ୟରେ ତାପମାତ୍ରା 3ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଉତ୍ତର ଓଡ଼ିଶାରେ କନ୍ଧମାଳ, ବାଲିଗୁଡ଼ା, ଫୁଲବାଣୀ ଓ ଗଜପତି, ଗଦାପୁର, ମୋହାନାରେ ସର୍ବନିମ୍ନ ତାପମାତ୍ରା 20 ଡିଗ୍ରୀ ତଳକୁ ଖସିପାରେ। ଏହା ସହ ଝାରସୁଗୁଡ଼ା, ରାଉରକେଲା, ପାଲହଡ଼ା, ବାଦାମପାହାଡ଼ ଓ ବହଳାରେ 15ରୁ 17 ଡିଗ୍ରୀ, ବାଲିଗୁଡ଼ା, ଦାରିଙ୍ଗବାଡ଼ି, ଗଦାପୁର ଓ ମୋହାନାରେ 17ରୁ 20 ଡିଗ୍ରୀ। ଏହା ଦିଲ୍ଲୀ, ଚଣ୍ଡିଗଡ଼ ଓ ଲୁଧିଆନାରେ ତାପମାତ୍ରା ସହ ସମାନ ରହିପାରେ। ତେବେ ରାଜଧାନୀ ଭୁବନେଶ୍ୱରର ରାତି ତାପମାତ୍ରା ନଭେମ୍ବର 5 ସୁଦ୍ଧା 20 ଡିଗ୍ରୀ ତଳକୁ ଖସିବ। ଏହାପରେ ନଭେମ୍ବର 1ରୁ ଖୋର୍ଦ୍ଧା ଓ ଉତ୍ତର ଉପକୂଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଗତ 31 ତାରିଖରେ ମ୍ୟାମାରରେ ଉପକୂଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି, କିନ୍ତୁ ଉତ୍ତରା ପବନ ବଢ଼ିବାରୁ ଏହା ଘନୀଭୂତ ହେବ କି ନାହିଁ 2 ତାରିଖ ଆଡ଼କୁ ସ୍ପଷ୍ଟ ହେବ।